ଖ୍ରୀଷ୍ଟୀୟ ପ୍ରେମ ନମସ୍କାର ଜଣାଉଛି। ବିଶେଷ କରି ଏଇ ଗ୍ରୁପର ଯୋଉମାନେ ଲିଡର୍ସ, ଯୋଉମାନେ ମତେ ଆଜି ଏଇଠି ବାକ୍ୟ ଦେବା ପାଇଁ ସୁଯୋଗ ଦେଇଛନ୍ତି, ସେମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି। ଆସନ୍ତୁ ବାକ୍ୟ ଶୁଣିବା ଆଗରୁ ପଦେ ପ୍ରାର୍ଥନା କରିବା। ଆମମାନଙ୍କର ଅତ୍ୟନ୍ତ ଦୟାଳୁ ସ୍ୱର୍ଗସ୍ଥ ପିତା ପ୍ରଭୁ ପରମେଶ୍ୱର, ଆଜିର ଏଇ ସକାଳେ ଯେ ସମସ୍ତ ଧନ୍ୟବାଦ ପ୍ରାର୍ଥନା ପ୍ରଶଂସା ଆମେ କରିଅଛୁ, ତାହା ତୁମ ଦୃଷ୍ଟିରେ ଗାହେ ହୋଇଅଛି ବୋଲି ଆମେ ତୁମର ଗୌରବ କରୁଅଛୁ। ପ୍ରଭୁ, ତୁମେ ମୋର ସୀମିତତା ଜାଣିଅଛ। ମୁଁ ମୋ ନିଜକୁ ତୁମର ପବିତ୍ର ହାତରେ ସମର୍ପଣ କରୁଅଛି। ପ୍ରିୟ ପ୍ରଭୁ, ତୁମର ପବିତ୍ର ଆତ୍ମାଙ୍କର ଅନୁଗ୍ରହ ମତେ ଦିଅ। ପୁଣି ଯୋଉ ବାକ୍ୟ ମୁଁ ଆଜି କହିବାକୁ ଚାହୁଁଛି, ତା ମୋର ବାକ୍ୟ ନ ହୋଇ ତୁମ ଠାରୁ ଯେ ପାଇଅଛି ତାକୁ ମତେ ଅନୁଭବ କରି ମୋର ପ୍ରିୟ ଭାଇ ଭଉଣୀଙ୍କ ସହିତ ତାକୁ ବାଣ୍ଟିବାରେ ତୁମେ ମତେ ତୁମର ସାହାଯ୍ୟ ପ୍ରଦାନ କର। ପ୍ରଭୁ ପରମେଶ୍ୱର, ଆମର ଡିଭାଇସେସ୍ ଗୁଡ଼ିକୁ ତୁମେ ଦୟା କର। ପୁଣି ସମସ୍ତେ ଯେପରି ଠିକରେ ଶୁଣିପାରିବ, ତୁମର ବାକ୍ୟକୁ ବୁଝିପାରିବ, ତୁମେ ଦୟା କର। ମତେ ମଧ୍ୟ ପ୍ରଭୁ ତୁମର ଶକ୍ତି, ତୁମର ଅନୁଗ୍ରହ ଦିଅ। ପ୍ରିୟ ପ୍ରଭୁ, ମୋର ନିଜର ସମସ୍ତ ଦୁର୍ବଳତାକୁ ହେ ସ୍ୱର୍ଗସ୍ଥ ପିତା ପ୍ରଭୁ ତୁମର ପବିତ୍ର ପାଦ ପାଖରେ ରଖିଛି। ତୁମେ ଆଜି ଗୌରବ ମହିମା ନିଅ। ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛୁ, ଆମେନ୍। ପ୍ରଭୁଙ୍କ ନାମରେ ଧନ୍ୟବାଦ ହଉ ଯେ ପ୍ରତି ପ୍ରଭାତରେ ତାଙ୍କର ଦୟା, ତାଙ୍କର ଅନୁଗ୍ରହ ନୂଆ ଭାବରେ ଆମ ଜୀବନରେ ଆସିଛି। ଆଉ ଏ ପ୍ରାର୍ଥନା ମଣ୍ଡଳୀ ପାଇଁ, ପ୍ରାର୍ଥନା ଦଳ ପାଇଁ ମୁଁ ପ୍ରଭୁଙ୍କ ନାମର ବିଶେଷ ଧନ୍ୟବାଦ କରୁଅଛି। ଆମର ଜୀବନ ଯାତ୍ରାରେ ଆମର ଅନେକ ପ୍ରକାର ପ୍ରଶ୍ନ ଆମ ମନରେ ଆସେ, ଆଉ ଅନେକ ପ୍ରଶ୍ନର ଉତ୍ତର ଆମେ ପାଇଯାଉ, କିନ୍ତୁ କେତେକ ପ୍ରଶ୍ନର ଉତ୍ତର ତାହା ଆମକୁ ଜାଣିବା ପାଇଁ, ବୁଝିବା ପାଇଁ ଅଧିକ ସମୟ ଲାଗେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କ ଜୀବନ କାଳ ମଧ୍ୟରେ ଯୋଉ 3 ବର୍ଷ ସେ ରହିଥିଲେ ତାଙ୍କର ଶିଷ୍ୟମାନଙ୍କ ସହିତ ଜଗତରେ, ସେଇ ସମୟରେ ମୋର ଜାଣିବା ଅନୁସାରେ ସେ ପ୍ରାୟ 307ଟି ପ୍ରଶ୍ନ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ ପରିସ୍ଥିତିରେ ସେ ପଚାରି ଅଛନ୍ତି। ଆଉ ସେ ସମସ୍ତ ମଧ୍ୟରେ ଅନେକ ପ୍ରଶ୍ନ, ଅନେକ କଥୋପକଥନ, ଅନେକ ଲୋକଙ୍କ ସାଙ୍ଗରେ ତାଙ୍କର ବ୍ୟକ୍ତିଗତ କଥୋପକଥନ ମଧ୍ୟ ହେଇଛି। କେବଳ ପ୍ରଶ୍ନ ନୁହେଁ, ମାତ୍ର ତାଙ୍କର ବ୍ୟକ୍ତିଗତ କଥୋପକଥନ ମଧ୍ୟ ଆମେ ଶୁଣିବାକୁ ପାଉଛୁ। ଆଉ କାହା କାହାକୁ ମଧ୍ୟ ସେ ତାଙ୍କର ଆବଶ୍ୟକତାକୁ ଜଣେଇଛନ୍ତି ବ୍ୟକ୍ତିଗତ ଭାବରେ। ତାଙ୍କର ଯେ କ୍ଷୁଧା ଅଛି, ତାଙ୍କର ଯେ ଅଭାବ ଅଛି ତା ନୁହେଁ, ମାତ୍ର ସେ କଥା ଆରମ୍ଭ କରୁଛନ୍ତି ଯେମିତି ଯୋଉ ବ୍ୟକ୍ତିଙ୍କ ସାଙ୍ଗରେ ସେ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି ତା ଜୀବନରେ ଏକ ନୂଆ ପରିବର୍ତ୍ତନ ଆଣିଦେବେ। ଆଉ ଆମେ ସେଇ ପ୍ରକାର ଜାଣିଛୁ ଯେ ସେ କହୁଛନ୍ତି ସମରଣୀୟ ସ୍ତ୍ରୀଙ୍କୁ, ଯୋଉନ 4 ପର୍ବରେ ଲେଖା ଯାଉଛି, ଆଉ ସେ କହୁଛନ୍ତି ମତେ ଟିକେ ପିଇବାକୁ ଦିଅ। ସମରଣୀୟ ସ୍ତ୍ରୀ ଆଶ୍ଚର୍ଯ୍ୟ ହେଇଛନ୍ତି। ଯଦି ଦେଖିବା ଲୋକ 19 ପର୍ବରେ ସେ ଯକ୍ଷଙ୍କୁ କହୁଛନ୍ତି, ଯକ୍ଷ ତଳକୁ ଓହ୍ଲେଇ ଆସ, ମତେ ଆଜି ତମ ଘରେ ଟିକେ ରହିବାକୁ ହବ। ସେଇ ପ୍ରକାର ଅନେକ କଥା ଆମେ ଦେଖୁ। ତାଙ୍କ ବାପା ମା ଯେତେବେଳେ ତାଙ୍କୁ ଖୋଜି ଖୋଜି ଆସୁଛନ୍ତି, କହୁଛନ୍ତି ମୋ ପିତାଙ୍କ ଘରେ ମୋର ରହିବା, ଏଇଟା କଣ ତମେ ଜାଣିନାହଁ? ଏଇ ସବୁ ଆଉ ଏଇ ସବୁ ପ୍ରଶ୍ନ, ଏଇ ସବୁ କଥୋପକଥନକୁ ଯେତେବେଳେ ଆମେ ଚିନ୍ତା କରୁ, ସେଇ ସମୟରେ ତାହା କେବଳ ସେତିକିରେ ସୀମିତ ହେଇଯାଇ ନାହିଁ, ମାତ୍ର ତାହା ଆମମାନଙ୍କର ଜୀବନକୁ ସ୍ପର୍ଶ କରିଛି ଏକ ଅନ୍ୟ ଭାବରେ। ଆଉ এই କେତେ ଦିନ ଧରି ମୁଁ ପ୍ରାୟ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କ ଜୀବନ କାଳରେ କରିଥିବା ପ୍ରଶ୍ନ ଗୁଡ଼ିକ ବିଷୟରେ ଚିନ୍ତା କରୁଥିଲେ। ଆଉ ତାଙ୍କର ଅନ୍ୟମାନଙ୍କ ସହିତ ବ୍ୟକ୍ତିଗତ ଯୋଉ କଥୋପକଥନ, ଯୋଉ 1 ସେଣ୍ଟେନ୍ସ 2 ସେଣ୍ଟେନ୍ସର ଯୋଉ ବାକ୍ୟ ସବୁ ସେ ପ୍ରଦାନ କରି ସେମାନଙ୍କ ଜୀବନରେ ଏକ ମହା ପରିବର୍ତ୍ତନ ଆଣୁଥିଲେ, ତାକୁ ଏ ଦିନ ମାନଙ୍କରେ ମୁଁ ଚିନ୍ତା କରିବାକୁ ଲାଗୁଛି।
जेपरी मु कहूली जे से प्राय 307 प्रश्न के आपण माने काउंट करे आगे बेसी हे पारे किंतु जेकी मु जानिबा को चेष्टा करी थी से प्रश्न सब एक प्रकार एक प्रश्न थिला जहा केवल सेमान को से समय परिस्थिति रे साहाय्य करिथिला ता नुहे मात्र आज मध्य आमान को से प्रश्न आसे और तार समाधान करने को साहाय्य करे और से हेतु आज चिंतार निमंते आमने पाठ करिबा लोकलिखित सुसमाचार तार 24 पर्व 41 पदरु 43 पद जाए मुझे पाठ करुछि प्रभु पवित्र शास्त्र तेरे मध्य से माने आनंद हेतु अविश्वास करी चमत्कृत हेबारु से सीमान को पचारिले एठरे तुम मान को पाखरे कौन किछि खाद्य अछि सेथिरे सेमाने ताहांको खंडे माछ देले भजा माछ देले आउ से ताहा घेनी सेमान को साक्षात रे भोजन कले ए अंशटी हमें देखुछु यह होछि आमनकर त्राणकर्ता प्रभु यीशु ख्रीष्टंकर तांकर पुनरुत्थान दिनर घटना आमे जानिछु जे शिष्य माने समस्ते विघ्न पाइले गेत्सेमानीर से रात्र भोज परे समस्ते गले जो शिष्य मान को से बेसी प्रेम करथिले जे मान के तांकर बहुत क्लोजर सर्कल रे थिले से मान को कहिले जे मो संगे दंडे जागी रहो आ से माने तांकर संगे जागी रहिले नाही सोई पडुथिले पितर अस्वीकार कले आ जेतेबेले से कृषक जाइछंती पाखरे के शिष्य नहांती जो मान को से मनोनयन करिथिले गोटे मिनिट खाली समय दियंतु गोटे फैन को मते ऑन करिया को से माने समस्त से प्रकार थिले जेतेबेले तांको समाधिस्थ दिया गला समाधि समय मध्य तांका संगे केही नथिले अन्य माने निकोदेम को हमें जानिछु हरमथियर जोसेफ आ से माने ही तांको समाधिस्थ करिथिले पुनरुत्थान सकाळे मध्य से माने जाई नथिले केतेक स्त्री लोक जाईथिले तापरे हमें परवर्ती घटना देखुछु आ ए घटना रे हमें देखुछु जे प्रभु यीशु तांकर शिष्य मान को आसीछंती से माने एक रुद्ध कोटरे रहउछंती से मान को मन रे भय रहउची जे कि प्रकार ए जीवन काटिबो कोन हबो व्हाट इज नेक्स्ट अनेक गुडे प्रश्न मध्यरे से आसुछंती आ से मान को मध्यरे से आसी उपस्थित होइछंती आ एखे में देखुछु जे जेतेबेले से मान को मध्यरे से उपस्थित होइछंती इट वाज ए टाइम ऑफ इमोशन नुहे कि सेमाने केवल चिंता मध्य करि नथिबे जदियो प्रभु यीशु अनेक थर कहिछंती जे मु पुनरुत्थित हेबे मोर तृतीय दिन उठिबे मात्र तांको सतरे देखिबा सेमान के भाई एक प्रकार भाव विह्वलर समय दे कुड नॉट बिलीव देयर आईज आउ स्किन सेमान को छुथिबे देखुथिबे आउ सी समय प्रभु यीशु सेमान को गोटे विषय पचारुछन्ते कहउछन्ते तुम मान के पाखरे कोन किछि खाद्य अछि तुम मान के पाखरे कोन किछि खाद्य अछि खाद्य से मागुछन्ते कहा पे से मागुछन्ते आमे जदि तांकर जीवन यात्रा रे देखो प्रभु यीशुंकर जेतबेले अगणित जनता को देखुथिले सेमान को कहउथिले एमान को खुआओ कहा पाखरे कोन किछि अछि आनो एमान को देबा पाए अन्य पे सबले से व्यस्त विव्रत होउथिले से भोकिला क्षुधार्त लोक मानकर क्षुधा को से सही पारु नथिले आ केवल से सेमान को खाली शिक्षा दे उपदेश दे छाड़ी दो नथिले मात्र सेमानकर शारीरिक जीवन पाई मध्य से चिंता करुथिले आ जेतेबेले से पचारिछन्ती शिष्य माने भाबुथिबे जहा गुरु पर भोकिला रहिछन्ती आ तांको से माने कोन करूछन्ती खंडे भजा माछ दउछन्ती आ से सेमान को साक्षात को कोन करूछन्ती
ତାକୁ ଭୋଜନ କରୁଛନ୍ତି। ଆଉ ଏତ ଦ୍ୱାରା ସେ ପ୍ରମାଣିତ କରୁଅଛନ୍ତି ଯେ ସେ ହେଉଛନ୍ତି ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଯେ କି ସାଧାରଣ ମନୁଷ୍ୟ ପରି ମଧ୍ୟ ଖାଦ୍ୟ ଗ୍ରହଣ କରିପାରନ୍ତି। ଏଇଟା ହଉଛି ଏ ଲୁକ ତାର 24 ପର୍ବର 41 ପଦରୁ ଯୋଉ ଘଟଣାଟି ଆମେ ପଢୁଅଛୁ। ମାତ୍ର ଯେତେକ ମୁଁ ଯେତେବେଳେ ଚିନ୍ତା କରୁଥିଲି, ମୋ ମନରେ ଏହାକୁ ନେଇ ଗୋଟିଏ ପ୍ରଶ୍ନ ଆସୁଥିଲା, ଆଉ ତାକୁ ମୁଁ ଯେ ଆପଣମାନଙ୍କ ମଧ୍ୟରେ ସେୟାର କରିବାକୁ ଚାହୁଁଛି। ପ୍ରଭୁ ଯୀଶୁ ସେଦିନ ସେମାନଙ୍କୁ କହିଲେ, ତୁମମାନଙ୍କ ପାଖରେ କଣ କିଛି ଅଛି ମତେ ଦବାକୁ? ମୋର ପ୍ରିୟମାନେ, ପ୍ରତି ପ୍ରଭାତରେ, ପ୍ରତି ସନ୍ଧ୍ୟାରେ ସେ କେଜାଣି ଆମ ଜୀବନକୁ ଆସି କୁହନ୍ତି, ତୁମ ପାଖରେ କଣ କିଛି ଅଛି ମତେ ଦବା ପାଇଁ? ସେଦିନ ଶିଷ୍ୟମାନଙ୍କ ମନରେ ବିଭିନ୍ନ ପ୍ରକାର ଭାବ ଆସୁଥିଲା। ଆଉ ପ୍ରଭୁ ଯୀଶୁ ସେମାନଙ୍କର କେଜାଣି ବିଫଳତାକୁ ସେମାନେ ସ୍ୱୀକାର କରୁଥିଲେ ଯେ they have failed him। ସେମାନେ ଫେଲିୟର, ତାଙ୍କର ଯାହା କରିବାର କର୍ତ୍ତବ୍ୟ ପ୍ରଭୁ ଯୀଶୁଙ୍କୁ କରିପାରି ନାହାନ୍ତି। ଆଉ ପ୍ରଭୁ ତାଙ୍କୁ ଆଉ ଏକ ସୁଯୋଗ ଦଉଛନ୍ତି ତାଙ୍କ ସହିତ ତାଙ୍କର ଯୋଉ ରିଲେସନସିପ ଅଛି ତାକୁ ଆହୁରି ଦୃଢ କରିବା ପାଇଁ। ଆମ ଜୀବନରେ କେବେ କେବେ ଯେତେବେଳେ ଆମେ ଚିନ୍ତା କରୁ, ଅନେକ ସମୟରେ କେଜାଣି ଆମମାନଙ୍କ ମନରେ ସେଇ ଭାବ ଆସେ, I failed him। ମୁଁ ଯେମିତି ମୋର ବଞ୍ଚିବାର କଥା, ମୁଁ ଯେମିତି ଖ୍ରୀଷ୍ଟୀୟ ସାକ୍ଷ୍ୟ ବହନ କରିବାର କଥା, ମୋର ଯେମିତି ପ୍ରାର୍ଥନା ଜୀବନ ରହିବାର କଥା, ମୋର ଯେମିତି ଅନ୍ୟମାନଙ୍କ ପ୍ରତି ମୋର ଧର୍ମ ଜୀବନ ପ୍ରତି ଲାଳିତ ହେବାର କଥା, I failed him। ପ୍ରଭୁ ଯୀଶୁ ମୋ ପାଇଁ ମୂଲ୍ୟ ଦେଲେ, ମୋ ପାଇଁ ସେ ରକ୍ତ ଦେଲେ, କିନ୍ତୁ I failed him। ଅନେକ ସମୟରେ ସେ ଗ୍ଲାନି ଭାବ ମନକୁ ଆସେ। ଆଉ ସେଇ ସମୟରେ ପ୍ରଭୁ ଯୀଶୁ ଆମମାନଙ୍କୁ ଆଉ ଏକ ଅପରଚ୍ୟୁନିଟି ଦିଅନ୍ତି ମୋର ପ୍ରିୟମାନେ। ଆଉ ସେ ଆମମାନଙ୍କୁ ପଚାରନ୍ତି ଯେ have you got anything to offer me? ତମ ଜୀବନରେ ଆଜି କଣ ଏଇ ପ୍ରକାର କୌଣସି ବିଷୟ ରହିଛି କି ଯାହା ତୁମେ ଆଜି ମତେ ଦେବା ପାଇଁ ଚାହୁଁଅଛ? ଆମେ ଜାଣିଛୁ ପୃଥିବୀ ଓ ପୂର୍ଣ୍ଣତା ଓ ତହିର ସମସ୍ତ ହଉଛି ସଦା ପ୍ରଭୁଙ୍କର। ତାଙ୍କୁ ଆମେ କି ପ୍ରତିଦାନ ଦେବା? ମାତ୍ର ସେ ମତେ ଆଉ ଆପଣମାନଙ୍କୁ ଆଜି ଏଇ ପ୍ରଶ୍ନ ପଚାରନ୍ତି, have you got anything to offer me? ତୁମ ଜୀବନରେ ତୁମେ ଆଜି ମତେ କଣ ଅଫର କରିବାକୁ ଯାଉଛ? ଆଉ ଯେତେବେଳେ ମୁଁ ଏଇ ଚିନ୍ତା କରୁଥିଲି ମୋର ନିଜର ବ୍ୟକ୍ତିଗତ ଜୀବନରେ, ମୋ ମନରେ ଅନେକ ଗୁଡିଏ ବିଷୟ ଆସୁଥିଲା। ମୁଁ ତାଙ୍କୁ କଣ ଦେଇଛି, କଣ ଦେଇପାରିବି ଆଜି ମୋର ଜୀବନରେ? କେଣି ମୁଁ ଆଗେ ଯେମିତି ସେବା କରୁଥିଲି ସେମିତି ସେବା ଆଉ କରିପାରୁନାହିଁ। ଆଗେ ଯେମିତି ଉଦ୍యోଗୀ ଥିଲି ସେମିତି ସେବା କରିପାରୁନାହିଁ। ପ୍ରଭୁ ଯୀଶୁ କଣ ମୋ ଜୀବନରୁ ତାକୁ ଏକ୍ସପେକ୍ଟ କରୁଛନ୍ତି କି ନା ଆଉ କିଛି ମୋ ଜୀବନରେ ସେ ଅପେକ୍ଷା କରୁଛନ୍ତି? ନା ମୋର ଫେଲିୟର ମତେ ସବୁଦିନ ପାଇଁ ଏକ ଫେଲିୟର ହେଇ ରହିଯିବା ପାଇଁ ସାହାଯ୍ୟ କରୁଛି? ଆଉ ଏଇଠି ଆମେ ଦେଖୁଛୁ ଯେ ସେ ଶିଷ୍ୟମାନଙ୍କୁ ସେଇ ପ୍ରକାର ପ୍ରଶ୍ନ ପଚାରିଛନ୍ତି। ଆଉ ସେ ଶିଷ୍ୟମାନେ ତାର ଉତ୍ତରରେ ତାଙ୍କ ପାଖରେ ଯାହା ଥିଲା, ଖଣ୍ଡେ ଭଜା ମାଛ ତାଙ୍କୁ ଦେଇଛନ୍ତି ଆଉ ସେ ତାକୁ ଭୋଜନ କରିଛନ୍ତି। ପ୍ରଭୁ ଯୀଶୁ କଣ କ୍ଷୁଧିତ ଥିଲେ କି ଯେ ସେ ଭଜା ମାଛକୁ ସେ ଗ୍ରହଣ କଲେ? ଯୌନ 4 ପର୍ବରେ ଯେତେବେଳେ ଆମେ ଦେଖୁଛୁ ଯେ ଶିଷ୍ୟ ସେ କ୍ଷୁଧିତ ତୃଷିତ ଥିଲେ, କୂଅ ମୂଳରେ ବସି ପଡିଲେ, ଶିଷ୍ୟମାନେ ଗଲେ ତାଙ୍କର ଖାଦ୍ୟ ଆଣିବା ପାଇଁ। ଆଉ ଯେତେବେଳେ ସେମାନେ ଖାଦ୍ୟ ନେଇ ଆସୁଛନ୍ତି ତାଙ୍କୁ କହୁଛନ୍ତି, ଗୁରୁ ଏଇଠି ଖାଇବା ତୁମର ଆସିଗଲାଣି, ଖାଇଦିଅନ୍ତୁ। ସେ କହୁଛନ୍ତି ମୋର ପ୍ରେରଣକର୍ତ୍ତାଙ୍କର ଇଚ୍ଛାକୁ ସାଧନ କରିବା ହେଉଛି ମୋର ଖାଦ୍ୟ। ମୋର ଖାଦ୍ୟ, ମୋର ପ୍ରକୃତ ଖାଦ୍ୟ ହେଉଛି ଈଶ୍ୱରଙ୍କର ଇଚ୍ଛାକୁ ମୋ ଜୀବନରେ ସାଧନ କରିବେ। ମୋର ପ୍ରିୟମାନେ, ଆଜି ଯେତେବେଳେ ସେ ଆମମାନଙ୍କୁ ପଚାରନ୍ତି ତୋ ପାଖରେ କଣ ଅଛି,
କିଆଣି ସେଇ ସମାନ ବିଷୟ ସେ ଆମମାନଙ୍କୁ ଆଉ ଥରେ ଚିନ୍ତା କରିବାକୁ ଦିଅନ୍ତି ଯେ ମୋର ପ୍ରେରଣା କର୍ତ୍ତାଙ୍କର ଯୋଉ ଇଚ୍ଛା ତମକୁ ଯୋଉ ଉଦ୍ଦେଶ୍ୟରେ ମୁଁ ମନୋନୟନ କରିଅଛି ତାକୁ ତୁମେ କଣ ପାଳନ କରିବାକୁ ଆଜି ସକ୍ଷମ ହେଇଛ କି? ତୁମକୁ ଯୋଉ ଉଦ୍ଦେଶ୍ୟରେ ଅନେକ ଲୋକ ଥିଲେ, ବହୁତ ଲୋକ ତାଙ୍କ ପାଖକୁ ଆସୁଥିଲେ, ଅନେକ ଲୋକ ଆସୁଥିଲେ, ମାତ୍ର ସେ ପ୍ରାର୍ଥନାର ସହିତ ଅଳ୍ପ 12 ଜଣଙ୍କୁ ସେ କେବଳ ମନୋନୀତ କରିଥିଲେ ଯୋଉମାନେ ତାଙ୍କର ଶିଷ୍ୟ ଥିଲେ ବୋଲି। ସେ ସେମାନଙ୍କୁ ଜାଣିଥିଲେ, ସେମାନଙ୍କର ଷ୍ଟ୍ରେଂଥ, ସେମାନଙ୍କର ୱିକନେସ୍ ଜାଣିଥିଲେ। ସେ ବାଛିଲେ ନାହିଁ ଯେ you are very strong, you come and serve me। ଦେଖ ଯୋଉ ଶିଷ୍ୟମାନଙ୍କ ଜୀବନରେ many of them are weak people, ଅନେକ ଦୁର୍ବଳ ଥିଲେ, ମାତ୍ର ସିଏ ସେମାନଙ୍କର ଦୁର୍ବଳତାକୁ ଦେଖିଲେ ନାହିଁ, ମାତ୍ର ମନୋନୟନ କଲେ ଯେପରି ଏମାନେ କଣ କରିବେ ନା ସାରା ଜଗତରେ ସୁସମାଚାର ବାଣ୍ଟି ଦେବେ। ଆଜି ଯେତେବେଳେ ପ୍ରଭୁ ଆମମାନଙ୍କୁ ସେ ପ୍ରଶ୍ନ ପଚାରନ୍ତି, ସେ ଦେଖନ୍ତି ନାହିଁ ଯେ ହାଉ ୱିକ୍ ୱି ଆର୍, ଆମେ କେତେ ଦୁର୍ବଳ ତାକୁ ସେ ଦେଖନ୍ତି ନାହିଁ, ମାତ୍ର ସେ ଚାହାନ୍ତି ଯେ ଯେତେବେଳେ ସେ ଆମେ ତାଙ୍କ ପାଖରେ ନିଜକୁ ସମର୍ପଣ କରିଦେବା, he will make a change in our life। ସେ ଆମ ଜୀବନରେ ଏକ ପରିବର୍ତ୍ତନ ଆଣିବେ। ସେଦିନ ଯେତେବେଳେ ପବିତ୍ର ଆତ୍ମାଙ୍କର ଶକ୍ତି ସେଇ ନିରୀହ ସେ ଶିଷ୍ୟମାନଙ୍କ ଉପରେ ପଡିଲା, ଲୋକମାନେ ଆଶ୍ଚର୍ଯ୍ୟ ହେଇ କହିଲେ, ଆରେ ରେ ଏମାନେ କଣ ସେ ଗାଲିଲୀୟ ଲୋକ ନୁହନ୍ତି? ତେବେ କି ପ୍ରକାର ଭାବରେ ଆମେ ସେମାନଙ୍କୁ ଏଇ ପ୍ରକାର କଥା କହିବାର ଶୁଣୁଅଛୁ? ଆଜି ପ୍ରଭୁ ଚାହାନ୍ତି ଆମ ଜୀବନରେ ଯେ ତୋର ଯୋଉ ଜୀବନ, ତୁ ଯୋଉ ଭାବୁଛୁ ଯେ I'm nothing, sometimes we think in that way, ଯେ ମୋର କିଛି ନାହିଁ ପ୍ରଭୁ, ମୋର ଏଇ ୱିକନେସେସ୍ ରହିଛି, ମାତ୍ର ପ୍ରଭୁ କୁହନ୍ତି ମତେ କଣ ତାକୁ ତୁ ଅଫର କରିପାରିବୁ କି? ମତେ ଦବୁ କି? ତୋ ପାଖରେ କଣ ଅଛି? ଆଜି ମୁଁ ତା ଚାହୁଁଛି। ଏଇଟା ଯେତେବେଳେ ମୁଁ ଚିନ୍ତା କରୁଥିଲି, ସେଇ ସମୟରେ 3ଟି କଥା ମୋ ମନକୁ ଆସୁଥିଲା, ଆଉ ତାକୁ ଆମେ ସମସ୍ତେ କେଜାଣି ଜାଣିଛୁ, ଅନେକ ଥର ତାକୁ ଶୁଣିଛୁ। ଆମର ସମୟ, ଆମର ଯୋଗ୍ୟତା ଆଉ ଆମର ସମ୍ପତ୍ତିକୁ ପ୍ରଭୁ କେଜାଣି ଆଜି ଚାହୁଁଛନ୍ତି। our time, ଆମର ସମୟ ଆଜି ଆମେ କେମିତି ଭାବରେ ବ୍ୟବହାର କରୁଅଛୁ? ଆମେ ଯଦି ଦେଖିବା ଯେ ସେ ଆମର ସମୟକୁ ଆମେ କଣ ପ୍ରଭୁଙ୍କ ପାଇଁ କେବଳ ବ୍ୟବହାର କରୁଛୁ ନା ଅନ୍ୟମାନଙ୍କ ପାଇଁ ବ୍ୟବହାର କରୁଛୁ? ମୋର ପ୍ରିୟମାନେ, କେବଳ ଅନ୍ୟ ସମାଜରେ ନୁହେଁ, ମାତ୍ର ଆଜି ମଧ୍ୟ ଖ୍ରୀଷ୍ଟୀୟ ସମାଜରେ ଅନେକ ଲୋକ ଅପେକ୍ଷା କରିଛନ୍ତି ଆମେ ତାଙ୍କୁ ଟିକେ ସମୟ ଦେବା। ଆମେ କହୁ ଯେ ମୁଁ ପ୍ରଭୁଙ୍କ କାର୍ଯ୍ୟରେ ବହୁତ ବ୍ୟସ୍ତ, ଏ ଲୋକମାନଙ୍କ ପାଖକୁ ଯାଇକି ବସିବା, ତାଙ୍କୁ ସମୟ ଦେବାର ମୋ ଦେଇ ହେଇପାରିବ ନାହିଁ, ମୋର ପ୍ରାର୍ଥନାରେ ସମୟ ରହିଛି, ମୋର ବାକ୍ୟ ପାଠରେ ସମୟ ରହିଛି, ହେ କାହାକୁ ପର୍ସନାଲି ଯୋଉ ନିଡି ବ୍ୟକ୍ତିଙ୍କୁ ସାହାଯ୍ୟ କରିବାର ମୋର ସମୟ ନାହିଁ। ଆମ ମନରେ କଣ ସେୟା ଆସୁଛି କି? ଆମମାନଙ୍କର ଘର ମାନଙ୍କରେ, ଆମମାନଙ୍କର ସାହି ମାନଙ୍କରେ ଆଜି ଅନେକ ବୟୋଜ୍ୟେଷ୍ଠ ଲୋକମାନେ ଅଛନ୍ତି ଯୋଉମାନେ ଖାଲି ହୋମ ବାଉଣ୍ଡ ହେଇକି ରହିଯାଉଛନ୍ତି, କାରଣ ତାଙ୍କ କୋଠରୀରୁ ସେମାନଙ୍କୁ ମଧ୍ୟ ବାହାରିବାକୁ ପଡେ ନାହିଁ। they are lonely, ସେମାନେ lonely, ଏକଲା ଅଛନ୍ତି। କେଣେ ତ ଆପଣଙ୍କ ପରି ମୋ ପରି ଗୋଟିଏ ଦିନ ଥିଲା ସେମାନେ ଉଦ୍ଯୋଗୀ ଥିଲେ, ଆଜି କଣ ପ୍ରଭୁ କହନ୍ତି କି ସେମାନଙ୍କ ପାଇଁ ତୋର କଣ ସମୟ ଅଛି କି ଟିକେ ବସିବା ପାଇଁ, ତାଙ୍କ ସାଙ୍ଗରେ ରହିବା ପାଇଁ, ତାଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ? ମୁଁ ବଲାଙ୍ଗୀରରେ ରୁହେ, ଆଉ ଚେଷ୍ଟା କରେ କେବେ କେବେ ସେଇ ପ୍ରକାରର ଯୋଉମାନେ ଘରେ ରହୁଛନ୍ତି, ଗିର୍ଜାକୁ ଆସି ପାରୁନାହାନ୍ତି,
ଅନ୍ୟମାନଙ୍କ ସହଭାଗିତା ପାଉନାହାନ୍ତି ତାଙ୍କ ସାଙ୍ଗରେ ଯାଇ ବସିବା ପାଇଁ। ଆଉ ସେ ଯୋଉ ଅଳ୍ପ ସମୟ ବସେ ସେମାନଙ୍କ ମନରେ ଯୋଉ ଆନନ୍ଦ, କୁହନ୍ତି ଫେର କେବେ ଆସିବ, ତମ ଅପେକ୍ଷା, ଆମେ ତମର ଅପେକ୍ଷାରେ ଅଛୁ, ତମେ ଫେର କେବେ ଆସିବ, ତୁ ଆଉ ଥରେ କେବେ ଆସିବୁ। ତାଙ୍କର ଘର ଛାଡୁ ଛାଡୁ ସେଇ ପ୍ରଶ୍ନ ଆସିଯାଏ ଯେ ତୁ ଫେର କେବେ ଆସିବୁ। କାରଣ ସେମାନଙ୍କର ସହଭାଗିତାର ଆବଶ୍ୟକତା ରହିଛି। ଆମର ଅନେକ ଗୁଡିଏ ସହଭାଗିତା ଅଛି, କିନ୍ତୁ ଆମର କଣ ଆଜି ପ୍ରଭୁଙ୍କୁ ଅଫର କରିବା ପାଇଁ, ଯୋଉମାନେ ଆଜି ଅବହେଳିତ ସେମାନଙ୍କ ପାଇଁ ଆମମାନଙ୍କର କଣ ଟିକେ ସମୟ ଅଛି କି? କାରଣ ଅନେକ ଆଜି ନିଜ ନିଜ ଘର ମାନଙ୍କରେ ମଧ୍ୟ ସେମାନେ ତାଡ଼ିତ ଲାଞ୍ଛିତ ହଉଛନ୍ତି। ବୁଢା ବଳଦ କାହାଣୀ ଆମେ ଜାଣିଛୁ, ତାଙ୍କର ଆଉ କିଛି ନାହିଁ, ସେମାନେ କୁଆଡେ ଯାଇପାରନ୍ତି ନାହିଁ, they are useless। ଅନେକ ସମ୍ପତ୍ତି ଥାଇ ମଧ୍ୟ ଆମେ ଦେଖୁଛୁ ଅନେକ ଗୁଡିଏ ବୃଦ୍ଧାଶ୍ରମ ଆଜି ରହୁଛି। ଆଉ ସେ ପରିପ୍ରେକ୍ଷୀରେ ଗୋଟେ ଖ୍ରୀଷ୍ଟିଆନ ଭାବରେ what is my responsibility, ମୋର ଦାୟିତ୍ୱବୋଧ କଣ ରହିଛି ସେମାନଙ୍କ ପାଇଁ? ପ୍ରଭୁ କଣ ଖାଲି ମୋ ଜୀବନକୁ ଚାହାନ୍ତି ତାଙ୍କ ପାଇଁ? Is it not his job? ଯେତେବେଳେ ସେ ଦେଖୁଥିଲେ ଲୋକମାନଙ୍କୁ, କଣ କରୁଥିଲେ ସେ? ଲେଖାଯାଏ ସେ ଦୟାରେ ବିଗଳିତ ହିଁ ଯାଉଥିଲେ। ଆଜି ମୋର ପ୍ରିୟ ମାନେ, ଆମମାନଙ୍କର ମଣ୍ଡଳୀରେ, ଆମମାନଙ୍କର ସହଭାଗିତାରେ, ଆମମାନଙ୍କର ପଡୋଶୀ ମାନଙ୍କ ମଧ୍ୟରେ ଯୋଉମାନେ ଆଜି ଲୋନଲି ଅଛନ୍ତି, ପ୍ରଭୁ ସେମାନଙ୍କୁ ଦେଖି ଦୟାରେ ବିଗଳିତ ହଉଛନ୍ତି। କାରଣ ଆମକୁ ସେଇ ପ୍ରଶ୍ନ ଅଛି, ତୋର କଣ ଟିକେ ସମୟ ଅଛି କି ୟାଙ୍କୁ ଦେବା ପାଇଁ? ଦ୍ୱିତୀୟ କଥା, ସେ ଆମମାନଙ୍କର ଦକ୍ଷତାକୁ ଚାହାନ୍ତି। ଏ ପ୍ରକାର କେହି ନାହିଁ, କେହି କହିବେ ନାହିଁ ଯେ ମତେ ପ୍ରଭୁ କିଛି ଦେଇନାହାନ୍ତି। ଆମକୁ ପ୍ରଭୁ ସମସ୍ତଙ୍କୁ କିଛି କିଛି ଦକ୍ଷତା ଦେଇଛନ୍ତି, ମାତ୍ର ଆମେ ଯେମିତି ସେଇ ଟ୍ୟାଲେଣ୍ଟ ଦୃଷ୍ଟାନ୍ତରେ ଦେଖୁଛୁ, ଜଣେ ଲୋକ ଗଲା, ତାକୁ 5 ଯୋଡ଼ା ଦିଆ ହେଇଥିଲା, ସେ ବହୁତ ପରିଶ୍ରମ କଲା ଆଉ 5 ଯୋଡ଼ା ପାଇଲା। ଦ୍ୱିତୀୟ ବ୍ୟକ୍ତି ଯାହାକୁ 2 ଯୋଡ଼ା ଦିଆଯାଇଥିଲା, ସେ ମଧ୍ୟ ଗଲା, ଅନେକ ପରିଶ୍ରମ କଲା ଆଉ 2 ଯୋଡ଼ା ଲାଭ କଲା। ମାତ୍ର ଆଉ ଜଣେ ବ୍ୟକ୍ତି କହିଲା ମୋର କିଛି କରିବାର ନାହିଁ, ତାକୁ ମାଟି ତଳେ ପୋତି ଦେଲା। ଆମେ କେବେ ଭଲ ପ୍ରିଚର ହେଇ ନ ପାରୁ, ଆମେ କେବେ ଭଲ ପ୍ରେୟାର ୱାରିୟର ହେଇ ନ ପାରୁ, ମାତ୍ର ଆମେ ସାଧାରଣ ମାନବ ଅଟୁ। ପ୍ରଭୁ ଈଶ୍ୱର ଆମକୁ ତାଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି କରିଅଛନ୍ତି, ଆମମାନଙ୍କୁ ସେ ବିବେକ ଦେଇଛନ୍ତି। ଯଦି ଆମେ ଯୀଶୁଙ୍କୁ ପ୍ରେମ କରିଛୁ, ତାଙ୍କର ପ୍ରେମ ଯଦି ଆମ ଜୀବନରେ ଅଛି, ସେ ପ୍ରେମ କେଜାଣି ଆମ ଜୀବନରେ ଏକ ତୋଡ଼ା ସଦୃଶ ରହିଅଛି। ଯୋହନ ତାଙ୍କର ପତ୍ରରେ ଲେଖନ୍ତି, ତୁମେ ଯଦି ତୁମର ଦେଖୁଥିବା ଭାଇକୁ ପ୍ରେମ କରୁନାହ, ତୁମେ ଯଦି ଈଶ୍ୱରଙ୍କୁ ପ୍ରେମ କରୁଅଛି ବୋଲି କହୁଅଛ, ତେବେ ତୁମେ ମିଥ୍ୟାବାଦୀ। ଆମର କଣ ସେଇ ପ୍ରେମ? ଆମେ କହୁ ପ୍ରଭୁ ମୁଁ ତୁମକୁ ପ୍ରେମ କରେ। ପ୍ରଭୁ କହୁଛନ୍ତି ସମସ୍ତ ଅନ୍ତଃକରଣ ସମସ୍ତ ମନ ଦେଇ ମତେ ପ୍ରେମ କର, ତାହା ଉତ୍ତମ ବିଷୟ, ମାତ୍ର ତୁମର ପ୍ରତିବାସୀକୁ ମଧ୍ୟ ତୁମେ ପ୍ରେମ କର। ଆଜି ଆମ ଜୀବନରେ ଅନ୍ୟମାନଙ୍କ ପ୍ରତି ସେଇ ପ୍ରେମ ରହିଛି କି? ଆଜି ପ୍ରଭୁ ଆମକୁ କହୁଛନ୍ତି କି ମୋ ପ୍ରତି ତୋର ଯୋଉ ପ୍ରେମ ଅଛି, ସେଇ ପ୍ରକାର ତୁ ତୋର ପ୍ରତିବାସୀକୁ ଟିକେ ଦୟା ଦେଖେଇ ଦେ, ଟିକେ ପ୍ରେମ କରିଦେ, ତା ପାଇଁ ତୁ କିଛି ବ୍ୟୟ କରିଦେ। That will be invest for you। ସେଇଟା ତୋ ପାଇଁ ସେଇ ପ୍ରକାର ବ୍ୟୟ ହେବ ନାହିଁ, ତାହା ତୋ ପାଇଁ ଏକ ଆଶୀର୍ବାଦର ବିଷୟ ହେବ। ଆମର ଯୋଉ ସମ୍ପତ୍ତି ପ୍ରଭୁ ଆମମାନଙ୍କୁ ଦେଇଅଛନ୍ତି, ଟ୍ରେଜର, ସମ୍ପଦ, ତାକୁ କଣ ଆଜି ପ୍ରଭୁ କହୁଛନ୍ତି କି ଯେ ଯାହା ସବୁ ଆମେ ପାଇଅଛୁ ସବୁ ତାଙ୍କର ଅନୁଗ୍ରହର ଦାନ, ଆଉ ସେଇଥିରୁ ଆମେ କଣ ପ୍ରଭୁଙ୍କ ପାଇଁ
कि प्रकार दान करू मोर प्रिय माने। प्रभु आज कहते मते तोर अर्थर आवश्यकता रही। मो निज नुहे से केबे निज मागी नथिले किछि सब से अन्य मान चिंता करुथिले। मु अनेक थर पालक भाव देखी जिते दान थली आसी जाए दान गणा जाए नैवेद्य अनेक चिरा फटा नोट से थाए अनेक कॉइन आज थाए। मु मन रे प्रश्न आसे प्रभु किते दिन आमे तुमको प्रतारणा करुथिबा समस्त पाई मध्य आमे तुम पाई कौन करि पारि अछु तुम्हें आमान को साहाय्य करो। मोर प्रिय माने प्रभु यीशु ख्रीष्ट तांकर से क्रूस्य मृत्यु भोग आगरो माथ्यरे से लेखुछंती से कौन करुछंती ना से छाग मेसप अलग अलग करुछंती माथ्य 13:25 पदरे आ तापरे से दुई जन को दुई भाग कर दउछंती आ गोटे दलर लोक कहते मु खेजते थिले तुम्हें मते भोजन करने को देल तृषित थिले मते पान करने को देल प्रवासी थिले मते आश्रय देल उलंग थिले मते वस्त्र परिधान कराइल पीड़ित थिले मते संखळिल कारागार थिले मो निकट को आसिल। धार्मिक मैंने उत्तर देवे हे प्रभु केबे आम्भे मैंने आपन को खिजुता देखी आहार देलो अबा तृषित देखी पान करने को देलो आ केबे आपन को प्रवासी देखी आश्रय देलो किंबा उलंग देखी वस्त्र परिधान कराइलो आ केबे आपन को पीड़ित अबा कारागार देखी आपन को निकट को गलो। पुणी राजा से मन को उत्तर देवे मु तुमको सत्य कहूची तुम्हें मोर क्षुद्रतम भातृमान प्रति जनक प्रति यह करिथिबारु मो प्रति ही ताहा करियछ। भातृमान मध्यरु जनक प्रति ताहा करिथिबारु मो प्रति ही करियछ। मोर प्रिय माने आ अन्य एक दल से माने कहउचंती प्रभु आपन केबे एई प्रकार अवस्था रे थिले आमे आपण को संखोलिलो नहीं आ से कहिबे मु तुमको सत्य कहूची एई क्षुद्रतम मानक मध्य जनक प्रति यह करि नथिबारु मो प्रति ही ताहा करि नाहो आ ए माने अनंत शास्ति किंतु धार्मिक माने अनंत जीवन भोग करबा को जिवे। एटा होची प्रभु जीशुंकर तांकर क्रूस्य मृत्यु आगरो तांकर शिष्य मान को लोक मान को से यही प्रकार भाव शिक्षा दे जाइछंती। आज से आमान को पचारती मोर प्रिय माने मते तोते देवा पे आज कौन अच्छी तो पाखरे आज हम तांको की प्रत्युत्तर देबा आमे कोन तांको आज किछि रहिछि कि मो जीवन रे जहाँ को कि मु ऑफर करिवे गोटे छोट उदाहरण करी शेष करी केते 2-3 वर्ष तलर कथा मु यूके जाऊ थाए आ सेठी जने स्त्री लोक से अमेरिका जाऊ थांती ब्रिटिश एयरवेज रे हम 2 जन कर जीवार कथा थिला आ अनेक लोक मध्य थांती आ से पाख स्त्री लोक पाखे मु बसी नथिले मो फ्रंट रे बसी थिले एटा एयरपोर्ट रे प्लेन रो अपेक्षा रे हम बसी थाउ आ जने स्त्री लोक बहुत व्यस्त हो थांती तांका पाखे आ जने स्त्री लोक बसी थिले आ से तांको पचारले कौन किसी खाइबार अच्छी वेरी अनविचार एयरपोर्ट रे आउ जन को खाइबार मागिब पाखरे तुमर कैफे अच्छी सेठू से स्त्री लोक टिके आश्चर्य कहले अरे ये कौन मते खाइबा को मागिलेनी तापर से तांकर बैग खोली के सैंडविच गोटे तांको धरे देले स्त्री लोकटी से सैंडविच को खोली टिके खाइबा को आरंभ कले तांकर प्रकृति रे भोक नथिला खाइबा को आउ खाऊ खाऊ से स्त्री लोक संगे से कथा आरंभ कर देले
ଆଉ ସେ କହିଲେ ମୁଁ ଆମେରିକାକୁ ଯାଉଛି, ସେଇଠି ମୋର ଝିଅ ଚାକିରି କରେ, ମୋର ଗୋଟିଏ ବୋଲି ଝିଅ, କାଲି ତାର ବ୍ରେନ୍ ଟ୍ୟୁମର ଅପରେସନ ହେଇଛି, ସି ଇଜ ଇନ୍ ଭେରି କ୍ରିଟିକାଲ ସିଚୁଏସନ, ଆଉ ମୁଁ ପହଞ୍ଚିଲା ବେଳକୁ ସେ ବଞ୍ଚିଥିବ କି ନାହିଁ ମୋର ସନ୍ଦେହ ହଉଛି। ଆଉ ସେ କହି ଚାଲିଥାନ୍ତି ଆଉ କାନ୍ଦୁଥାନ୍ତି। ସେ ସ୍ତ୍ରୀ ଲୋକର ଆବଶ୍ୟକତା ନଥିଲା ଖାଇବାର, ପ୍ରକୃତିରେ ତାର ଆବଶ୍ୟକତା ଥିଲା କାହା ସାଙ୍ଗରେ ତାର ବର୍ଡନକୁ ସେୟାର କରିବ କି। ମୋର ପ୍ରିୟ ମାନେ, ଆଜି ଆମ ପାଖରେ କେବେ ଆମ ସାଙ୍ଗରେ ଯୋଉମାନେ ଚର୍ଚ୍ଚରେ ବସନ୍ତି ଉପାସନା କରିବା ପାଇଁ, କେବେ ଆଉ କେହି ଯାହାଙ୍କ ସାଙ୍ଗରେ ଆମେ ମିଳାମିଶା କରୁ, ସେମାନଙ୍କର କେଜାଣି କିଛି ଅବ୍ୟକ୍ତ କଥା ରହିଛି, ସେମାନେ ଚାହାନ୍ତି କେହି ଜଣେ ମତେ ଶୁଣିବା ପରା। ପ୍ରଭୁ ଯୀଶୁ କଣ ଆଜି ଆମମାନଙ୍କୁ ସେଇ ସେନ୍ସିଟିଭନେସ୍ ନେବେ କି, ସମ୍ବେଦନଶୀଳ ହେବାର ମନ ଆଜି ଦେବେ କି? ପ୍ରଭୁ ଆମମାନଙ୍କୁ ଏଇ ଜଗତରେ ରଖିଛନ୍ତି ଯେପରି ସେ ଆମ ଜୀବନରେ ଗୌରବ ପାଇବେ। ଆମେ କେବଳ ବାକ୍ୟ ପ୍ରଚାର କରିବା, ସୁସମାଚାର ନେଇ ବାଣ୍ଟିବା ତା ନୁହେଁ। ମୋର ପ୍ରିୟ ମାନେ, ଆଜି ଅନେକ ଲୋକ ଦେଖିବାକୁ ଚାହାନ୍ତି ଯେ ଆମେ ସେମାନଙ୍କ ପାଇଁ ସୁସମାଚାର, they wanted to read us, ସେମାନେ ଆମମାନଙ୍କ ଜୀବନରେ ସେମାନେ ପରିତୃପ୍ତ ହେବା ପାଇଁ ଚାହାନ୍ତି। ଆଜି କଣ ଆମେ ତାଙ୍କୁ ତାହା ଅଫର କରିବା କି? ପ୍ରଭୁ ଯୀଶୁ ପୁନରୁତ୍ଥିତ ହେଲା ପରେ ଶିଷ୍ୟମାନଙ୍କୁ କହିଲେ, ତୁମ ପାଖରେ କଣ କିଛି ଖାଦ୍ୟ ଅଛି କି? ଆଜି ସେ କେଣେ ମୋର ଦ୍ୱାରରେ, ଆପଣଙ୍କ ଦ୍ୱାରରେ କହନ୍ତି ଯେ ଆଜି ମତେ ତତେ ଦେବା ପାଇଁ କଣ ରହିଛି, ତୁ ମତେ ଆଜି କଣ ଦେବା ପାଇଁ ଚାହୁଁଛୁ, ମୁଁ ଆଜି କଣ ତାଙ୍କୁ ଦେଇ ସନ୍ତୁଷ୍ଟ କରିବି। ପ୍ରଭୁ ଏଇ ଚିନ୍ତାରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେ କଣ ସେଇ ପ୍ରାର୍ଥନା ଆଜି କରିବା କି, ପ୍ରଭୁ ତୁମେ ମୋର ଚକ୍ଷୁକୁ ଖୋଲି ଦିଅ, ମୋର ହୃଦୟକୁ ତୁମେ ଖୋଲି ଦିଅ ପ୍ରଭୁ, ଯେପରି ମୋର ଚାରି ପାଖରେ ଯୋଉମାନେ ଅଛନ୍ତି ତାଙ୍କ ପ୍ରତି ମୁଁ ସଯତ୍ନ ହେବି। ପ୍ରଭୁ ଏ ବାକ୍ୟ ଉପରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।